ନମସ୍କାର ଶୁଭ ସନ୍ଧ୍ୟା ସୁନୀଲ। ଆଜି ଆପଣମାନଙ୍କୁ ଏଠି ଡାକିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଭିନ୍ନ ସମୟରେ ଆପଣ ଦେଖିଛନ୍ତି ଯେ ଧନ୍ଦାମୂଳକ ପ୍ରଶିକ୍ଷକ ଯୋଉମାନେ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି ସେମାନଙ୍କର ରିଟାୟାରମେଣ୍ଟ ଏଜକୁ 45 ବର୍ଷ କରି ସରକାର ଏକ ଭୁଲ ନିଷ୍ପତ୍ତି ନେଇଛନ୍ତି, ଯାହା ବିରୁଦ୍ଧରେ ଆମେ ଶେଷ 5 ଦିନ ଧାରଣାସ୍ଥଳରେ ବସିଥିଲୁ ଏବଂ ମାନ୍ୟବର ଶିକ୍ଷାମନ୍ତ୍ରୀଙ୍କ ବାସଭବନ ମଧ୍ୟ ଦେଖା କରିଥିଲୁ। ଯାଇକି ତାର କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯୋଉଥିରେ ପିଲାମାନଙ୍କୁ ପାଠ ପଢେଇ ତୃଣମୂଳ ସ୍ତରରେ ତିଆରି କରିବା ଶିକ୍ଷକର କାମ, ତାର ଚାକିରି 45 ବର୍ଷରେ ପଳେଇ ଯାଉଛି ଏବଂ ସରକାର ଏତେ ହସ୍ତକ୍ଷେପ କରୁନାହାନ୍ତି। ଆଜିକି 15 ଦିନ ହେଇଗଲାଣି ଶିକ୍ଷକ ମାନେ ଚାକିରି ହରାଇଛନ୍ତି। ଚାକିରି ହରାଇବାର ମୁଖ୍ୟ କାରଣ ହଉଛି ଦୁର୍ନୀତିଗ୍ରସ୍ତ ଅଫିସର ନିଜ ଅହଙ୍କାର ଆଉ ନିଜର ଭୁଲ କୁ ମାନିବା ପାଇଁ ରାଜି ନାହାନ୍ତି। 31 ପରିବାର ସହିତ ଖେଳୁଛନ୍ତି ଓ ସେପର ଅଧିକାରୀ ମାନଙ୍କୁ ବାରମ୍ବାର ଦେଖା କଲା ପରେ ମଧ୍ୟ ତାର ସୁଫଳ ମିଳିପାରିଲାନି। ମୋର ଆପଣଙ୍କ ମାଧ୍ୟମରେ ପ୍ରଶ୍ନ ରହିବ ଶିକ୍ଷା ବିଭାଗର ଅଧିକାରୀ ମାନଙ୍କୁ ଯେ ସେମାନଙ୍କର ବୟସ ସୀମା 45 ବର୍ଷ ରିଟାୟାରମେଣ୍ଟ ଅଛି ନା ସେମାନେ 60 ବର୍ଷ ରିଟାୟାର ହେବେ? ହେଲା ପ୍ରଥମ କଥା। କେନ୍ଦ୍ର ସରକାରଙ୍କ 60-40ରେ ଚାଲୁଥିବା ସ୍କିଲ ଇଣ୍ଡିଆର ପ୍ରୋଗ୍ରାମ ନ୍ୟାସନାଲ ଏଜୁକେସନ ପଲିସିକୁ ଓସେପା ସମ୍ପୂର୍ଣ୍ଣ ଧ୍ୱଂସ କରିଦେଲାଣି। ମାନ୍ୟବର ଶିକ୍ଷାମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ବହିର ଯୋଉ ଦୁର୍ନୀତି ବା କେଳେଙ୍କାରୀର କଥା ଅଛି ତାଠୁ ଇଏ ମଧ୍ୟ ଆହୁରି ବ୍ୟାପକ ହେଇଗଲାଣି। ଯଦି ଆକୁ ନ ସୁଧାରିବେ ଆଗାମୀ ଦିନରେ ଧନ୍ଦାମୂଳକ ପ୍ରଶିକ୍ଷକ ମାନେ ତାଙ୍କ ବାସଭବନ ଘେରାଉ କରିବେ, ଯାହା ଆମର ସଂଘ ନିଷ୍ପତ୍ତି ନେଇଛି। ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହଉଛି 7ରୁ 8 ମାସ ହେଲା ଧନ୍ଦାମୂଳକ ପ୍ରଶିକ୍ଷକ ଦରମା ପାଇନାହାନ୍ତି। ବହୁ ଧନ୍ଦାମୂଳକ ପ୍ରଶିକ୍ଷକ ଆତ୍ମହତ୍ୟା କଲେଣି। ପାରିବାରିକ ଅଶାନ୍ତି ତାଙ୍କର ଅଛି ଏବଂ ତାଙ୍କର ଭୁଲକୁ ଘଣ୍ଟ ଘୋଡେଇବା ପାଇଁ ଏଡିଜି ଓସେପା ଏକ ଧମକପୂର୍ଣ୍ଣ ଚିଠି ଦେଇଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ଆମେ ଷ୍ଟ୍ରାଇକ ବା ପ୍ରୋଟେଷ୍ଟ ବା ଶାନ୍ତିପୂର୍ଣ୍ଣ ଧାରଣା ଦେବାର ଆମର ଅଧିକାର ନାହିଁ। ଆମର ସାମ୍ବିଧାନିକ ଅଧିକାରକୁ ସେ କ୍ଷୁଣ୍ଣ କରୁଛନ୍ତି। ଆଜି ମଧ୍ୟ କଟକ ଜିଲ୍ଲାର ଶିକ୍ଷା ଅଧିକାରୀ ମଧ୍ୟ ସେ ବାବଦରେ ସେଇ ଚିଠିକୁ କପି କରିକି ଦେଇଛନ୍ତି। ତ ଧନ୍ଦାମୂଳକ ପ୍ରଶିକ୍ଷକ ମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଅଛି। ବିଭିନ୍ନ ସମସ୍ୟା ତାର ସମାଧାନ ବାଟ ଥାଇକି ମଧ୍ୟ ସେ ଆକ୍ରୋଶମୂଳକ ଭାବେ କରୁନାହାନ୍ତି, ବୈମାତ୍ରିକ ମନୋଭାବ ଦେଖାଉଛନ୍ତି। ତ ଏଇ ପ୍ରଶିକ୍ଷକ ମାନେ ବର୍ତ୍ତମାନ କାହାର ରାଜ୍ୟ ସରକାରଙ୍କର ନା ସମସ୍ତେ ସମୂହ ଭାବରେ ଛାଟେଇ ଚାକିରି ଛାଡ଼ି ଆମେ ବର୍ତ୍ତମାନ ରାଜରାସ୍ତାରେ ବସିବୁ ଏବଂ ସମୂହ ଇସ୍ତଫା ଦେବୁ? ଆମେ ଦେଖୁଛୁ 2-3 ଦିନ ଭିତରେ। ଏବଂ ଆଉ ଗୋଟେ କଥା ଆପଣଙ୍କ ମାଧ୍ୟମରେ କହିବାକୁ ଚାହେଁ ମୁଁ, ବହୁତ ଦିନ ଧରି ସମସ୍ୟା ଲାଗି ରହିଛି, 10 ବର୍ଷ ହେଲା। ଆମେ ସରକାରଙ୍କୁ, ରାଜ୍ୟ ସରକାରଙ୍କୁ ବା କେନ୍ଦ୍ର ସରକାରଙ୍କୁ ଆମେ କହୁନାହୁଁ ଆମକୁ ଲକ୍ଷେ ଟଙ୍କା ଦରମା ଦିଅ, ଆମକୁ 42 ଗ୍ରେଡ୍ ପେ ଦିଅ, ଅନ୍ୟାନ୍ୟ ସୁବିଧା ଦିଅ। ଆପଣ ଦରମା ଠିକ ଦଉନାହାନ୍ତି। ଏବଂ ମୁଁ ମାନସିକ ପ୍ରସ୍ତୁତି ଚିନ୍ତା କରିଛି, ଆମର ଯୋଉ ଶେଷ ସ୍କୁଲଟି ଅଛି ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡାରେ ଭୋକେଶନାଲ ଏଜୁକେସନ ଚାଲିଛି। ସେଇଠୁ ପିଲାମାନଙ୍କୁ ନେଇକି ଆଗାମୀ ଦିନରେ ଓସେପା ବିରୁଦ୍ଧରେ ଆଉ ସେ ଅଧିକାରୀ ମାନଙ୍କ ବିରୁଦ୍ଧରେ ପଦଯାତ୍ରା କରିବି ଏବଂ 600 କିଲୋମିଟର ପଦଯାତ୍ରା କରିକି ଆସିକି ଓସେପା ଆଗରେ ହଙ୍ଗର ଷ୍ଟ୍ରାଇକରେ ବସିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ। ଯଦି ସମାଧାନ ନ ହୁଏ ତ ଏଇ 2-3 ଦିନ ଆଲୋଚନା କରୁଛୁ, ନହେଲେ ଆସନ୍ତା ସୋମବାର ଦିନଠୁ ପଦଯାତ୍ରା କରିବା ବ୍ୟବସ୍ଥା କରାଯିବ। ଧନ୍ୟବାଦ।